ଜୟ ଶ୍ରୀରାମ ଭାଇ ଜୟ ଗୋ ମାତା। ଏବେ ମୁଁ ବାହାରିଛି ଆମ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତ ତଥାପି ମୁଁ ଭାବିଥିଲି 3ଟାରେ ଯିବା ପାଇଁ, ତ ତଥାପି ଲେଟ୍ ହେଇଗଲାଣି। ତଥାପି 3ଟା 3:30 ହେଇଗଲାଣି। ଦେଖିବା କଣ ହଉଛି, ଭଗବାନଙ୍କ ଦର୍ଶନ ଆଜି ହେଇପାରୁଛି ନା ନାହିଁ, କି ଜଲ୍ଦି ହବ କି ନାହିଁ। ଦେଖିବା ଟ୍ରାଏ କରୁଛି। ଦେଖନ୍ତୁ ମୁଁ ଯାଉଛି ଏବେ। ଚାଲନ୍ତୁ ଦେଖିବା ଠିକ କୋଉ ରେଟ୍ ରେ ଭିଡ ଲାଗିଛି, କଣ କରୁଛି ଦେଖିବା ଭକ୍ତମାନଙ୍କର। ନ ହବ ଟାଇମ କଣ କରିବା, ଗାଁକୁ ବି ଯିବାର ଅଛି। ଦେଖିବା ପ୍ରଭୁଙ୍କ ହାତରେ ଆଶୀର୍ବାଦ ଥିବ ଦର୍ଶନ ହବ, ନହେଲେ ନାହିଁ ଦେଖିବା କଣ କରିବା। नमः शिवाय नमः शिवाय ॐ नमः शिवाय हर हर भोले नमः शिवाय रामेश्वराय शिव रामेश्वराय हर हर भाई भोले मैंने पहुंच गली। तो बाकी मो गाड़ी के एठी पार्किंग कर दे सामने कहीं ना पार्किंग रे कौन कर कौन ना हम कर नहीं बाहर करियाटा बेटर हो। बाहर भल सेफ्टी जगह देखिली तो करदेली। तो दर्शन भाई कौन कर जानी मैं देखिया कौन रेट कर कौन कर देखिए दर्शन टा जल्दी ही चले। ମୋ ମହାପ୍ରଭୁଙ୍କ ଏମିତି ଆଶୀର୍ବାଦ ଥାଉ ଯାହାକି ଆମର ଗୋରୁ ଚାଲାଣ ଆମ ସମସ୍ତ ମାନେ ଗୋ ମାତାଙ୍କୁ ଆମେ ଅଟକେଇ ପାରୁ। ବାକି ଆମ ଏ ପଠାଣଙ୍କ ବିରୁଦ୍ଧରେ ଆମେ ଯିବାର ଅଛି। ତ ଆମେ ଯେତିକି ଗୋ ସେବକ ଅଛୁ, ତ ବାକି ଆମର ମେଡିକାଲରେ ଆମର ଗୋ ସେବକ ଭାଇ ମାନେ ପଡିଛନ୍ତି କିଛି ଆକ୍ସିଡେଣ୍ଟରେ। ଏମିତି ଗୋ ଚାଲାଣ ଅଟକେଇବା ବିରୁଦ୍ଧରେ ପଠାଣ ମାନେ ଗାଡି ଆକ୍ସିଡେଣ୍ଟ କରିଛନ୍ତି। ବାକି ମୁଁ ଠାକୁରଙ୍କୁ ଡାକୁଛି ମହାପ୍ରଭୁଙ୍କୁ, ତ ବାକି ମୋ ଗୋ ସେବକ ଭାଇ ମାନଙ୍କୁ ଭଲ କରିଦିଅନ୍ତୁ। ବାକି ଆମେ ତ ଏମିତି ବିରୁଦ୍ଧରେ ତ ଅଛୁ ପଠାଣଙ୍କ ବିରୁଦ୍ଧରେ, ବାକି ଆମ ଆଗ ସଂସ୍କାର ଆସୁ ଯିଏ ବି ଆସୁ ଆମେ ଅଟକେଇ ଅଛି। ବାକି ଆମ ମହାପ୍ରଭୁଙ୍କ ହିଁ ଆଶୀର୍ବାଦ ଦରକାର। ପ୍ରଭୁ ଏମିତି ଆଶୀର୍ବାଦ ଆମ ଉପରେ ରଖନ୍ତୁ, ଯାହାକି ଆମେ ପ୍ରତିବର୍ଷ ଆସିବାରୁ ଆମ ସବୁ ଗୋ ସେବକ ବି ଆସିବାରୁ। ତ ନେକ୍ସଟ ଟାଇମ କି ଆମେ ସବୁ ଗୋ ସେବକ ହିଁ ଆସିବାରୁ। ବାକି ଆମେ ଏଇନା ମେଡିକାଲ ହିଁ କିଛି ପଢିଛନ୍ତି, ଆମେ ବି ସେ ଟ୍ରିଟମେଣ୍ଟ ଭଲ ହେଇଯାଉ, ମୁଁ ଏମିତି ଚାହୁଁଛୁ। ଭାଇ ଆମର ଓଡିଶା ପୋଲିସ ଗାଲୁଆ ମାନଙ୍କ କାମ ଦେଖନ୍ତୁ। ରାତିରେ ଶୋଇଲେ ଲୋକ 2 ଘଣ୍ଟା ଲାଇନ ଦେଲା ପରେ ନା ଦିବାନି ସେବାୟତ ବାକି ଆମ ଗାଲୁଆ ଠିଆ ହେଇଛୁ ଏଠି 2 ଘଣ୍ଟା 3 ଘଣ୍ଟା ହେଲା। ମାନେ ଆମ ଓଡିଶା ପୋଲିସ କର୍ମ ହିଁ ଦେଖନ୍ତୁ, ଏମାନଙ୍କ କର୍ମ ହିଁ ବେକାର। ମାନେ ବାକି ଖାଲି ଚାକିରି କରୁଛନ୍ତି, ବାକି ବେକାରୀ କାମ କରୁଛନ୍ତି, କିଛି ନାହିଁ। ସରକାର ଚେଞ୍ଜ ହବା ଦରକାର, ବିଜେପି ସରକାର ଦରକାର ନାହିଁ। ସରକାର ହିଁ ଗାଲୁଆ, ସରକାର ରୁଲ ସିଷ୍ଟମ ଠିକ ନାହିଁ ସେମାନଙ୍କର। भाई हम सोमेश्वराय शिव सोमेश्वराय हर हर भोले नमः शिवाय सोमेश्वराय शिव सोमेश्वराय। ओडिशा पुलिस एति कह जाउँ भाबंतु जने एत समय लाइन छाई एमती करिया ठीक भाई। ये उत्तर द्वार अछि कि ये खाली सेवायत ना लुटुचंदी आ किछि नै। सेवायत कहउचंदी बाकी जाको नै पैसा नउचन मन इच्छा जाको नै ताकु दोचन। तो बाकी सेवायत कोन है, सेवायत केइटा जाउछन, सेवायत केइ जाउ नांती। कोड हजि गला मु सरकार को अनुरोध करी कहबी कि मोहन माझी कि ए रूल चेंज करंतु। बाकी समस्त जदि एमती पुरेबे तो बाकी अन्य साधारण लोक कोन करिवे, सब तो सेवायत बची बाकी लोक कोड जिवे। तो समस्त एमती हबन ना। हम आते 2टा ठिया जो हमु जबरदस्त विदा करथिले पुलिस लई कोन पई। मोर आगु दरकार थला सेवायत बोल तो आगु विदा करलनी। एबे जो अबका लोक ठिया ला तुम कहबो नाही सेवायत लानी, ए केमती हबो। सरकार को अनुरोध करके ए जिनिस आपण माने चेक करंतु। जब सेवायत ना रे बाकी सेवायत ही जाउनथि, बाकी पैसा लोभरे माने बाकी अन्य लोक को कहउछन बाहर लोक तेलुगु लोक कोन सेवायत तेलुगु लोक ही बसचंदी। पैसा नाही, पैसा अछि तो चलो। भाई बाकी सेपट जो लोक बसुचंदी कि ये खाली सेवायत बोले खाली मिछ ना कहू ना, बाकी सब सब लोक ही बसुचंदी। तेलुगु लोक बसुन तेलुगु लोक कोन भाई एठी सेवायत होइचंदी, तेलुगु लोक कोन दुख नउचंदी। ये सब पैसा नेला बोला ये पैसा चेक कर, आ किछ नै।
ମତେ ସେବାୟତ କହିଲେ କି ଭାଇ 200 ଟଙ୍କା ଦିଅ ଛାଡିଦେବି। ମୁଁ କହିଲି ନାଇଁ ଭାଇ ପଇସା ଦେଇ ଦର୍ଶନ କରିବାର ନାହିଁ, ଇଚ୍ଛା ଅଛି କରିବୁ ନହେଲେ ନାହିଁ ଚାଲିବୁ ଘରକୁ। ଯଦି ପଇସା ଦେଇକି ଯଦି ମୁଁ ମୋ ଭଗବାନଙ୍କୁ ପାଇଯିବି ତ ଲାଭ ନାହିଁ ନା, ମୋର ତ ରୋଜଗାର ନାହିଁ ଯେ ଭଗବାନଙ୍କୁ କହିବା ପଇସା ଦେଇକି। ପଇସା ଭଗବାନ ଖୁସି ହେବେ, ମୋ ଭଗବାନ ପଇସା ଖୁସି ହେବେନି ତ ବାକି ମୁଁ ଏଠି ସେବାୟତଙ୍କୁ ପଇସା ଦେଇ କାହିଁ ଯିବି ଦର୍ଶନ କରିବାକୁ, ଦରକାର ନାହିଁ ଭାଇ। ମୋ ଜାଗା ମୁଁ ଠିକ ଅଛି ଆଉ ଭଗବାନ ତ ମତେ ହେଲ୍ପ କଲେ ମୁଁ ଭଗବାନଙ୍କ ପାଖକୁ ହିଁ ଆସିବି ଅଟୋମେଟିକ। ଭାଇ ଭକ୍ତି ଏମିତି କହ ଭଗବାନ ତମ ପାଖକୁ ଅଛି, ତମ ଭଗବାନଙ୍କୁ ଯିବାକୁ ଦରକାର ପଡିବନି। ଏ ଲୋକ ପଇସା ଗୋଲାମୀ ହଉନାହାନ୍ତି କି, ହଁ ଭାଇ ଆମେ ସେବାୟତ ଏମିତି କରୁଛୁ ସେମିତି କରୁଛୁ। ହଁ ସେବାୟତ ନା ଲୁଟୁଛନ୍ତି, ପଇସା ଲୁଟୁଛନ୍ତି, ତେଲୁଗୁ ଲୋକଙ୍କୁ ମନ ଇଚ୍ଛା ବୁଝଉଛନ୍ତି ତ ବାକି ଏମାନେ ସେବାୟତ ନୁହଁ ନା। ହଁ ନାଇଁ ତାଙ୍କ ସେବାୟତ ପାୱାର ଅଛି, ପାସ୍ ଅଛି ତ ବାକି ସେମାନେ ମନ ଇଚ୍ଛା କରୁଛନ୍ତି, ମନ୍ଦିରଟା ତାଙ୍କ ଉପାୟ ନା। ଭାଇ ଭଗବାନଙ୍କୁ ତମ ଏମିତି ସେବାୟତ ହେଇକି ତମ ଭଗବାନଙ୍କୁ ହାତ ରଖିପାରିବନି ହେଲା କି। ଜୟ ଶ୍ରୀରାମ। ମୁଁ ଆସିବା ଟାଇମରେ ଏ ଜାଗା ଯେତେବେଳେ ଏଣ୍ଟ୍ରି କଲି ପଚାରିଲି କି କୋଉଠି ଛିଡା ହବ, ସେ କହିଲେ ଆମର ଉତ୍ତର ଦ୍ୱାର ପାଖରେ ଛିଡା ହବାକୁ କହିଲେ। ବାକି ଆଜି ସେଠି ପହଞ୍ଚିଲା ପରେ 2 ଘଣ୍ଟା ଠିଆ ହେଲା ପରେ ଆମକୁ ବିଦା କରିଦେଲେ ପୋଲିସ ମାନେ। ତବେ ମାନେ ପୋଲିସ ମାନଙ୍କର କେତେ ଗାଲୁ ଆମେ, ଖାଲି ଏମାନେ ପୋଷାକ ପିନ୍ଧୁଛନ୍ତି ଗଭର୍ଣ୍ଣମେଣ୍ଟ କରାଉ କିଛି ନାହିଁ, ଖାଲି ମିଛରେ କହୁଛନ୍ତି ଆମେ ଆକ୍ଟିଂ ସେମିତି କରିଥାନ୍ତେ ପୋଲିସ ହେଲା ତ ଆମକୁ ଏମିତି ହଇରାଣ ହେବାକୁ ପଡୁନଥାନ୍ତା, ତ ପବ୍ଲିକ ମାନେ ପୋଲିସ ହଇରାଣ କରୁଛନ୍ତି। ହଁ ବାକି ସରକାରଙ୍କୁ କହିବାକୁ ଚାହୁଁଛି ଯେ ଏ ପୋଲିସ ବାଲାଙ୍କ ଗାଲୁଆମି କିନ୍ତୁ ଚେଞ୍ଜ କରିବା ପାଇଁ, ମାନେ ବହୁତ ଗାଲୁଆମି ଅଛନ୍ତି, ବହୁତ ଗାଲୁଆମି କରୁଛନ୍ତି ଏମାନେ। ଭାଇ ମୁଁ ମୋ ପ୍ରଭୁଙ୍କୁ ଦର୍ଶନ କରିପାରିଲିନି, ବାକି ଠିକ ଅଛି ଆମେ ତ ଜାଣିଛୁ ଆମକୁ ଯେତେ ସାଧାରଣ ଜ୍ଞାନ ଅଛି କି ଆମେ ଯୋଉଠି ଡାକିଲେ ମୋ ଭଗବାନ ଆସିବା ମୋ ପାଖକୁ, ମୁଁ ଏତିକି ଜାଣିଛି, ଏତିକି ପାୱାର ଅଛି। ତ ବାକି ମୁଁ ଯାଇକି ଦେଖିବା ଗାଁରେ ଆମ ଭଗବାନଙ୍କୁ ଦର୍ଶନ କରିବି, ଏଠି ତ ହବନି ଦେଖିବା। ମହାପ୍ରଭୁ ତ ସବୁଆଡେ ଅଛନ୍ତି, ମହାପ୍ରଭୁଙ୍କୁ ମନ ଡାକିଲେ ଆମେ ଗୋ ଦେବତାଙ୍କ ଦେହରେ ବି ମହାପ୍ରଭୁଙ୍କୁ ଦେଖନ୍ତି, ବାକି ଏଟା ତ ଆମଠୁ ଅଧିକ କେହି ଜାଣିନଥିବେ। ଜାଣିଥିବେ ଯୋଉମାନେ ଠାକୁର ଭକ୍ତି କରୁଥିବେ ସେମାନେ ଜାଣିଥିବେ, ବାକି ଲୋକ ତ ଆଜ୍ଞା ଠାକୁର ଭକ୍ତି କରିବେ ବାକି ତାଙ୍କ ଅନ୍ୟ ଜିନିଷ ଦରକାର। ମୁଁ ଜାଣିଛି ଭାଇ କଣ କାହାର ଅଛି କଣ ନାହିଁ, ଆମକୁ ସେଇଟା ଜଣା ଅଛି। ଭାଇ ରହିଲି, ମୁଁ ଏବେ ଯାଉଛି ଯାଉଛି, ବାକି କିନ୍ତୁ ଯିବାର ମୋ ଗାଁକୁ ଯିବାର ଅଛି, ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ ଟିକେ ଭଲ ଲାଗିଲା। ଠିକ ଅଛି ଗାଁରେ ଦର୍ଶନ କରିଦେବି ଆଉ, ଜଷ୍ଟ ଖାଲି ଥିଲା ଅଛି ଶିବାନ୍ତେ ଦର୍ଶନ କରିବା ପାଇଁ। ଯିବାନି ଭଗବାନଙ୍କ ଆଶୀର୍ବାଦ ଅଛି, ଆଶୀର୍ବାଦ ନାହିଁ ବୋଲି କହିବି, ମୁଁ ଭାଇ ରୁଟି ଟିକେ ଦେଇଦେବି, ଭଗବାନ ମହାଦେବ ମତେ ହେଲ୍ପ କରନ୍ତୁ ସବୁ। ଅଛି 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 ଅଛି, ରୁହ 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 ବ୍ୟସ୍ତ ନାହିଁ, ରୁହ ରୁହ ପ୍ରଭୁ ଚାଲିଲେ ପ୍ରଭୁଙ୍କ ଦର୍ଶନ ହେଇଗଲା। ବାକି ମୋ ଘରେ ଆଉ ନାହିଁ, ଆଉ ଆସନ୍ତି ନାହିଁ, ଥିଲା ଦେଇଦେଇଛି ଭାଇ। ଆଉ ଲିଙ୍ଗରାଜ ମନ୍ଦିର ଦର୍ଶନ କରିପାରିଲିନି ଠିକ ସେ, ତବେ ଗାଁକୁ ଆସିଛି, ଗାଁରେ ଆମର ମହାଦେବ ମନ୍ଦିର ଅଛି ସାଇ ମୁଣ୍ଡରେ, ତ ଏଠି ଦର୍ଶନ କରି ଆସିଛି, ଦର୍ଶନ ଅଲରେଡି କରିସାରିଲିନି। ଏବେ ଯିବି ଗାଁକୁ, ଯିବି ଭାରି ଘରକୁ, ମାଆକୁ ନେଇକି ଆସିବି, ଫେର ଦର୍ଶନ କରି, କାରଣ ମୋ କାମ ଅଛି ତ ସେଥିପାଇଁ ମୁଁ ଏବେ ଯାଉଛି।